ଆପଣ ନିଜେ ଅନୁଭବ କରୁଥିବେ କାହାକୁ ମିଶିବା ପାଇଁ ଆମେ ବାଧ୍ୟ କରୁନାହୁଁ, କିନ୍ତୁ ନବୀନ ପଟ୍ଟନାୟକ ନେତୃତ୍ୱ ବିଜୁ ଜନତା ସରକାରର ଦୀର୍ଘ 24 ବର୍ଷର କାର୍ଯ୍ୟକଳାପ ଏବଂ ଜନତା ଦଳ ପ୍ରତି ଆକୃଷ୍ଟ ହୋଇ ସେମାନେ ସାମିଲ ହେଉଥିବାରୁ ବିଜୁ ଜନତା ଦଳ ଆଜି ଖାଲି କୋରକରା ପଞ୍ଚାୟତ ନୁହେଁ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ସୁଦୃଢ଼ ହୋଇଛି ଆଉ ସଂଗଠିତ ଆହୁରି ମଧ୍ୟ ହେବାକୁ ଯାଉଛି। ଆମର ଯେଉଁ ଆମେ କିଛି ଅଭାବ ଅନୁଭବ କରୁଥିଲୁ ଇଏ ମିଶ୍ରଣ ଫଳରେ ଆମେ ସେ ଅଭାବକୁ ଦୂର କରିପାରିଛୁ ଏବଂ ତା ସହିତ ଇଏ ମିଶ୍ରଣରେ ଅନ୍ୟ ଯେଉଁମାନେ ମିଶିବା ପାଇଁ ଚାହୁଁଛନ୍ତି କିନ୍ତୁ କୌଣସି କାରଣରୁ ଦ୍ୱନ୍ଦ୍ୱ ଟିକେ ଥିଲା ସେମାନେ ମଧ୍ୟ ଆମକୁ ଖୁବ୍ ଶୀଘ୍ର ଆମ ସହିତ ମିଶିଯିବେ ଏବଂ ନିର୍ବାଚନ ପୂର୍ବରୁ ଆପଣ ଦେଖିବେ ବିଜୁ ଜନତା ଦଳରେ ନବୀନ ପଟ୍ଟନାୟକ ନେତୃତ୍ୱକୁ ବିଶ୍ୱାସ ରଖି ବହୁ ଯେଉଁମାନେ ମିଶି ପାରିନାହାନ୍ତି ବା କୌଣସି କାରଣରୁ ଆମଠୁ ଦୂରେଇ ଯାଇଥିଲେ ସମସ୍ତେ ଆସିକି ମିଶିଯିବେ ଏବଂ ଏ ଦଳ ଭଦ୍ରକ ଜିଲ୍ଲାର ଏକମାତ୍ର ଦଳ ହେବ ଯିଏକି ଭଦ୍ରକବାସୀଙ୍କ ସେବାରେ ଭଦ୍ରକବାସୀଙ୍କ ବିକାଶରେ କାର୍ଯ୍ୟ କରିବ। ଜନତା ଦଳର ସାମିଲ ହେବାର एकमात्र उद्देश्य पंचायतर उन्नति एवं पंचायतर जो साधारण लोकों स्वार्थ को केमती पूरण करें जो मैंने जो प्रकार हक पाइबापी कौन कले योग्य तो तांको ठीक भाव में से प्रकार सहयोग करने ये विजु जनता दल जोग देचु। दिन तले आम देखिलु ब्लॉक आगे आप धारणा बसते पंचायत उन्नति कार्य कि बर्तमान आप अनुभव कर कार्य सब पूरा आज आमर जो मिस्तिलु एवं टोटाल मु पदे कथा कहे अनकंडीशनल कौन शर्त ना कि स्वार्थ ना केवल एकमात्र स्वार्थ पंचायत डेवलपमेंट 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 एवं मु आशा करी जो दल आम मिशु से दल आमको निराश कर आगामी साधारण निर्वाचन कौन भूमिका रही साधारण जेहेतु ए दल आज मु मिशि तेणुक मोर निश्चय जे रे दल को केमती उन्नति करें दलर केमती आपंकर ए दलर जो प्रार्थी हे सहयोग करेंगे जितेबू।